ପଲ୍ଲବୀ ମାର୍କେଟରୁ ପରିବା ଆଣିକି ଘରେ ପହଞ୍ଚିବା ପରେ ପୂରାପୂରି ଥକି ଯାଇ ତଳେ ପଡ଼ିଯାଉଛନ୍ତି। ଆଉ ପଲ୍ଲବୀଙ୍କୁ ଏମିତି ଅବସ୍ଥାରେ ଦେଖିବା ପରେ ଆଦର୍ଶ ସାଙ୍ଗେ ସାଙ୍ଗେ ଯାଇ ପଲ୍ଲବୀଙ୍କୁ ଧରିକି ଉଠାଉଛନ୍ତି। ଆଉ ତାପରେ ଆଦର୍ଶ ପଲ୍ଲବୀଙ୍କୁ କହୁଛନ୍ତି, ତମକୁ ଏସବୁ କାମ କରିବା ପାଇଁ କିଏ କହିଥିଲା? ଆଦର୍ଶଙ୍କ ପାଖରୁ ଏମିତି କଥା ଶୁଣିବା ପରେ ରୁବି କହୁଛନ୍ତି, ଆଦର୍ଶ ମୁଁ ହିଁ ପଲ୍ଲବୀକୁ ମାର୍କେଟରୁ ପରିବା ଆଣିବା ପାଇଁ କହିଥିଲି। କାରଣ ପଲ୍ଲବୀକୁ ଭଲ ବାର୍ଗେନିଂ କରି ଆସେ ତ ସେଇଥିପାଇଁ ମୁଁ ପଲ୍ଲବୀକୁ ମାର୍କେଟିଂ କରିବା ପାଇଁ କହିଥିଲି। ରୁବିଙ୍କ ପାଖରୁ ଏମିତି କଥା ଶୁଣିବା ପରେ ଆଦର୍ଶ ମାୟାଙ୍କୁ କହୁଛନ୍ତି, ମା ଆଜି ମୁଁ ସମସ୍ତଙ୍କୁ କ୍ଲିୟର କରି କହିଦେଉଛି, ପଲ୍ଲବୀ ଘରର କିଛି ବି କାମ କରିବେନି। ସେ କେବଳ ତାଙ୍କ ପାଠପଢ଼ା ଉପରେ ଫୋକସ୍ କରିବେ। ଆଜି ମୁଁ ପଲ୍ଲବୀଙ୍କୁ ଯେମିତି ଅବସ୍ଥାରେ ଦେଖିଲି, ଆଗକୁ ଯଦି ତାଙ୍କୁ ମୁଁ ସେମିତି ଅବସ୍ଥାରେ କେବେ ବି ଦେଖେ ତାହେଲେ ମୁଁ ବାଧ୍ୟ ହୋଇ ଷ୍ଟ୍ରିକ୍ଟ ଷ୍ଟେପ୍ ନେବି। ଆଦର୍ଶଙ୍କ ପାଖରୁ ଏମିତି କଥା ଶୁଣିବା ପରେ ରୁବି ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ତାପରେ ଆଦର୍ଶ ପଲ୍ଲବୀକୁ ଧରି ତାଙ୍କ ରୁମକୁ ଚାଲି ଯାଉଛନ୍ତି। ତାପରେ ମାୟା ରୁବିଙ୍କୁ କହୁଛନ୍ତି, ଦିଦି ଏବେ ଆମେ ଘରର କାମକୁ ସମସ୍ତଙ୍କ ଭିତରେ ବାଣ୍ଟି ଦେବା ଉଚିତ। କାରଣ ପଲ୍ଲବୀ ଉପରେ ଆଉ କାମର ପ୍ରେସର ପଡ଼ିବନି, ଯେଉଁଥିରେ କି ପଲ୍ଲବୀ ତାର ପାଠପଢ଼ାକୁ ଭଲ ଭାବରେ ପଢ଼ିପାରିବ। ମାୟାଙ୍କ ପାଖରୁ ଏମିତି କଥା ଶୁଣିବା ପରେ ରୁବି ମାୟାଙ୍କୁ କହୁଛନ୍ତି, ଠିକ୍ ଅଛି, ଆଜି ଡିନର ବେଳେ ତୁ ସମସ୍ତଙ୍କୁ ନିଜ ନିଜର କାମ ବିଷୟରେ କହିଦେବୁ। ଏମିତି କହିକି ରୁବି ମନେ ମନେ କହୁଛନ୍ତି। କିନ୍ତୁ ପଲ୍ଲବୀକୁ ମୁଁ କାମ ଦେବି, ଆଉ ମୁଁ ଦେଖିବି ଯେ ପଲ୍ଲବୀ ଆଉ ମୋର ଏ ଲଢ଼େଇରେ କିଏ ଜିତୁଛି। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ କ'ଣ ଲାଗୁଛି, ପଲ୍ଲବୀ ଆଉ ରୁବିଙ୍କର ଏ ଲଢ଼େଇରେ କ'ଣ ପଲ୍ଲବୀ ଜିତିବେ କି? ଯଦି ହଁ, କମେଣ୍ଟରେ ୟେସ୍ ଲେଖନ୍ତୁ।